ମାନେ ସମସ୍ତଙ୍କୁ ସ୍ୱାଗତ। ଆଜି ତୁମ ପାଇଁ କ୍ଲାସ୍ 7 ଇଂଲିଶ ବୁକ୍ରେ ୟୁନିଟ୍ 1 ଲର୍ଣ୍ଣିଂ ଟୁଗେଦର ଥାର୍ଡ଼ ଚାପ୍ଟର 3 days to see ରଖାଯାଇଛି, ଯାହାକି ହେଲେନ୍ କିଲରଙ୍କର ଜୀବନୀ ଉପରେ ପର୍ଯ୍ୟବେସିତ। ଚାଲନ୍ତୁ ଏହି ଲେସନଟିକୁ ଭଲ ଭାବରେ ଓଡ଼ିଆରେ ବୁଝିବା। ପଢ଼ିବା ପୂର୍ବରୁ କିଛିଟା ଆକ୍ଟିଭିଟି ଦେଇଛି ଦେଖିବା। ୱାର୍କ ଇନ୍ ପେୟାର୍ସ, recall a visit to place that you liked, discuss the details of that place, write about the following। ପେୟାର ହେଇକି କାମ କର, ଯୋଡ଼ା ଯୋଡ଼ା ହେଇକି ତୁମେ କାମ କରିବ। recall a visit to a place, ତୁମର ଗୋଟେ ଜାଗାକୁ ଯାଇଛ ତାକୁ ମନେ ପକାଅ। that liked, ତାହା ତୁମେ ପସନ୍ଦ କରୁଛ। discuss, ଆଲୋଚନା କର। the details that place, ସେଇ ପ୍ଲେସ୍ ଉପରେ ଡିଟେଲ୍ସ ତୁମେ ଆଲୋଚନା କର। write about the following, ଯାହା ଯାହା ପଏଣ୍ଟ ଅଛି ତାହା ତୁମେ ଆଲୋଚନା କର। ପ୍ରଥମେ ନେମ୍ ଦ ପ୍ଲେସ୍, ସେ ପ୍ଲେସ୍ରେ ନାଁ ଲେଖିବ। ଯେଉଁ ପ୍ଲେସ୍ ତୁମେ ଚାହୁଁଛ ଲାଇକ୍ କରୁଛ ସେ ପ୍ଲେସ୍ ତୁମେ ନାଁ ଲେଖିବ। ସେକେଣ୍ଡରେ ଦ ପର୍ସନ୍ ୟୁ ୱେଣ୍ଟ ୱିଥ୍, ତୁମେ ଯାହା ସହିତ ଯାଇଛ ତାଙ୍କର ନାଁ ମେନସନ୍ କରିବ। ଦ ଥିଙ୍ଗସ୍ ଦ୍ୟାଟ୍ ୟୁ କୁଡ୍, ଆଉ କ'ଣ କ'ଣ କରିବା ପାଇଁ କୁହାହେଇଛି ନା ସି, କ'ଣ ଦେଖିଲ ସେଟା ମେନସନ୍ କରିବ। କ'ଣ ଶୁଣିଲ ତାକୁ ମେନସନ୍ କରିବ। ତାର ସ୍ମେଲ୍, ଟେଷ୍ଟ, ଟଚ୍, ଫିଲ୍, ଏଇ ଯାହା ଯାହା ଦେଇଛି ପଏଣ୍ଟ ଦେଇଛି ସେଇ ପଏଣ୍ଟ ତୁମରେ ଡିସ୍କସନ୍ କରିବ। ସେକେଣ୍ଡ କ୍ୱେଶ୍ଚନ୍ କ'ଣ ଅଛି ନା ହାଉ ଡଜ୍ ଦିସ୍ ମେମୋରି ମେକ୍ ୟୁ ଫିଲ୍, ତୁମେ କିପରି ସେଇ ଯେଉଁ ମେମୋରିଟା, ତୁମେ ଯେଉଁ ଯାଇଛ ଯେଉଁ ଜାଗାକୁ, କିପରି ଯେଉଁ ମେମୋରିଟା କିପରି ତୁମକୁ ଅନୁଭବ ହେଉଛି। ଥାର୍ଡ଼ରେ କ'ଣ ଦେଇଛି ନା ଡୁ ୟୁ ଥିଙ୍କ ୟର୍ ଭିଜିଟ୍ ଏକ୍ସପିରିଏନ୍ସ ଉଡ୍ ଡିଫରେଣ୍ଟ ଇଫ୍ ୟୁ ଉଡ୍ ନଟ୍ ସି ୟର୍ ହିୟର୍, ଯଦି ତୁମ ପାଖରେ ତୁମେ ଦେଖିପାରିନଥାନ୍ତ ବା ଶୁଣିପାରିନଥାନ୍ତ, ସେଇ ଭିଜିଟ୍ଟା କିପରି ତୁମର ଅନୁଭୂତିଟା ହେଇଥାନ୍ତା ସେଇଟା ତୁମେ ଚିନ୍ତା କର। ସେୟାର ୟର୍ ଆନ୍ସର୍ ୱିଥ୍ ୟର୍ କ୍ଲାସମେଟ୍ ଆଣ୍ଡ ଦ ଟିଚର୍। ଏଇ ଯେଉଁ ଡିଟେଲ୍ସ କ୍ୱେଶ୍ଚନଟାକୁ ଆମେ ନେକ୍ସଟ କ୍ଲାସ୍ରେ କ୍ୱେଶ୍ଚନ୍ ଆନ୍ସର୍ କ୍ଲାସ୍ରେ ଭଲ ଭାବରେ ଡିଟେଲ୍ସ ଆମେ ବୁଝିବା। ବର୍ତ୍ତମାନ ଖାଲି କ୍ୱେଶ୍ଚନ୍ ପଢ଼ିନିଅ, ଥିଙ୍କିଂ କର, ଆଉ କ୍ଲାସ୍ଟି ଭଲ ଭାବରେ ପଢ଼ି ସାରିଲା ପରେ ଆମେ ଏହାର କ୍ୱେଶ୍ଚନ୍ ଆନ୍ସର୍ ଡିସ୍କସନ୍ କରିବା। ନେକ୍ସଟ କ'ଣ ଅଛି ନା ଡିଡ୍ ୟୁ ନୋ ଦ୍ୟାଟ୍ ଆୱାର 5 ସେନ୍ସ ଆର୍ ଏସେନ୍ସିଆଲ ଫର୍ ଅସ୍ ଟୁ ଏକ୍ସପିରିଏନ୍ସ ଆଣ୍ଡ ମେକ୍ ସେନ୍ସ ଅଫ୍ ଦ ୱାର୍ଲଡ ଆରାଉଣ୍ଡ ଅସ୍। ଡୁ ୟୁ ଥିଙ୍କ, ତୁମେ ଭାବୁଛ କି ଆୱାର 5 ସେନ୍ସ, ଆମର କେତୋଟି ସେନ୍ସ ଅଛି? ଦେୟାର ଆର୍ 5 ସେନ୍ସ ଅଛି। ଆଇ, ନୋଜ୍, ଇୟର, ଟଙ୍ଗ, ସ୍କିନ୍, ଦେୟାର ଆର୍ 5 ସେନ୍ସ ଅଛି। ଏସେନ୍ସିଆଲ ଫର୍ ଏକ୍ସପିରିଏନ୍ସ, ଆମର କିପରି ସେ ଯେଉଁ ଏକ୍ସପିରିଏନ୍ସ ସେ ଏକ ଗୁରୁତ୍ୱପୂର୍ଣ୍ଣ କରିନିଏ। ମାନେ ମେକ୍ ସେନ୍ସ ଆୱାର ୱାର୍ଲଡ ଆରାଉଣ୍ଡ ଅସ୍, କିପରି ଆମର ପୃଥିବୀ ଚାରିପଟେ ବା ପୃଥିବୀର ଥିବା ଜିନିଷ ସେମାନେ ସେନ୍ସ କରନ୍ତି। ତା ଭିତରେ ଆମେ ଡିଟେଲ୍ସ ଏକ୍ସପ୍ଲେନ୍ କରିବା। ଚାଲନ୍ତୁ ଏଇ 5 ସେନ୍ସ ବିଷୟରେ এই ଚିତ୍ରରେ ଆମେ ଦେଖିବା। ପ୍ରଥମେ এই ପିଲାଟି କ'ଣ କରୁଛି, ଏଇ ପକ୍ଷୀମାନଙ୍କର ସ୍ୱରକି ସେ ଶୁଣୁଛି। କେଉଁ ସେନ୍ସ ୟୁଜ୍ କଲା ନା ତାର ହିୟର ସେନ୍ସକୁ ବା କାନକୁ ୟୁଜ୍ କଲା। ଦେନ୍ କ'ଣ ଝିଅଟି କ'ଣ କରୁଛି, ସେ ତାର ଏଇ ଯେଉଁ ଫୁଲ ଗୁଡ଼ିକ ସୌନ୍ଦର୍ଯ୍ୟକୁ ଦେଖୁଛି। ଦେଖିବା ସମୟରେ କେଉଁ ସେନ୍ସ ୟୁଜ୍ କଲା ନା ଆଖିକି ଆଇ ସେନ୍ସକୁ ସେ ୟୁଜ୍ କଲା। ଦେନ୍ କ'ଣ ଅଛି ନା ଝିଅଟି କ'ଣ କରୁଛି, ଏ ଫଳଟାକୁ ଖାଉଛି। ଖାଇଲା ସମୟରେ କେଉଁ ସେନ୍ସଟା ସେ ୟୁଜ୍ କରୁଛି ନା ତାର ଜିଭ ବା ଟଙ୍ଗକୁ ୟୁଜ୍ କରୁଛି। ତାପରେ ଦେନ୍ କ'ଣ ଅଛି ନା ଏଇ ଯେଉଁ ପିଲାଟି କ'ଣ କରୁଛି, ଏ ଫୁଲଟାକୁ ସେ କ'ଣ ତାର ଗନ୍ଧକୁ ବାରୁଛି ବା କି ପ୍ରକାର ବାସ୍ନା ସେ ତାକୁ କ'ଣ ସ୍ମେଲ୍ କରି ଜାଣିପାରୁଛି, କ'ଣ ୟୁଜ୍ କରୁଛି, ତାର ନୋଜ୍କୁ ଏଠି ୟୁଜ୍ କରୁଛି। ଦେନ୍ କ'ଣ ଅଛି, ଏ ପିଲାଟି କ'ଣ କରୁଛି, ଏ ଗଛର ସ୍କିନ୍ଟାକୁ କିପରି ସେ ଅନୁଭବ କରୁଛି ନା କାହା ମାଧ୍ୟମରେ, ତାର ସ୍କିନ୍ ମାଧ୍ୟମରେ, ସ୍ପର୍ଶ ମାଧ୍ୟମରେ। ସେଟା ଆମେ ଜାଣିଲେ କିପରି 5 ସେନ୍ସକୁ ୟୁଜ୍ କରାଯାଇଛି। 5 ସେନ୍ସ ଡିଟେଲ୍ସ ଏଠି ମେନସନ୍ କରାଯାଇଛି, ପିଲାମାନେ ଏଠି ନୋଟ୍ କରିନେବ। ଆଇ ଦ୍ୱାରା ଆମେ କ'ଣ କରିବା, ସାଇଟ୍ ଦେଖିବା। ହେଲ୍ପ ଅସ୍ ଟୁ ସି ଥିଙ୍ଗସ୍ ଆରାଉଣ୍ଡ ଅସ୍, ଆମ ଚାରିପାଖରେ ଯେଉଁ ଥିବା ଜିନିଷ
ହଁ ଲୋବା ଲୋକମାନଙ୍କୁ ଆମେ ଦେଖିବା। ଇୟର୍ସ ଇୟର୍ସ ହେଲା ହିୟରିଂ ମାନେ ଶୁଣିବା। ହେଲ୍ପ ଅସ୍ ଟୁ ହିୟର ସାଉଣ୍ଡସ୍ ଆମେ ଶବ୍ଦକୁ ଶୁଣିବା। ନୋଜ୍ ସ୍ମେଲ୍ ହେଲ୍ପ ଅସ୍ ଟୁ ସ୍ମେଲ୍ ଡିଫରେଣ୍ଟ ସ୍ମେଲ୍ସ। ତାପରେ ଟଙ୍ଗ ଟଙ୍ଗରେ ଆମେ କହିବା ଟେଷ୍ଟ ସ୍ୱାଦ ବାରିପାରିବା। ହେଲ୍ପ ଅସ୍ ଟୁ ଟେଷ୍ଟ ଡିଫରେଣ୍ଟ କାଇଣ୍ଡସ୍ ଅଫ୍ ଫୁଡ୍ସ। ଦେନ୍ ହେଲା ସ୍କିନ୍ ସ୍କିନ୍ ଦ୍ୱାରା କ'ଣ କରିବା ଟଚ୍ କରିବା। ହେଲ୍ପ ଅସ୍ ଟୁ ଫିଲ୍ ହଟ୍ କୋଲ୍ଡ ସଫ୍ଟ ହାର୍ଡ଼ ସ୍ମୁଥ୍ ମାନେ ରଫ୍ ଥିଙ୍ଗସ୍ ଏଇ ଜିନିଷ ଗୁଡ଼ିକ ଆମେ ସ୍ପର୍ଶ ଦ୍ୱାରା ଜାଣିପାରିବା। ଚାଲନ୍ତୁ ଏଇ ବିଷୟଟିକୁ ଆମେ ଆରମ୍ଭ କରିବା। ଆଇ ହୁ କ୍ୟାନ୍ ନଟ୍ ସି ଆଇ ମିନ୍ସ ଏଠି କିଏ ନା ହେଲେନ୍ କେଲର। ହୁ କ୍ୟାନ୍ ନଟ୍ ସି ଯିଏକି ଦେଖିପାରୁନଥିଲେ। ଫାଇଣ୍ଡ ହଣ୍ଡ୍ରେଡ୍ସ ଅଫ୍ ଥିଙ୍ଗସ୍ ଶହ ଶହ ଜିନିଷକୁ ସେ କ'ଣ କରୁଥିଲେ ଫାଇଣ୍ଡ କରିପାରୁଥିଲେ ଜାଣିପାରୁଥିଲେ। ଟୁ ଇଣ୍ଟରେଷ୍ଟ ମି ଥ୍ରୋ ମିୟର ଟଚ୍ ସ୍ପର୍ଶ ମାଧ୍ୟମରେ ସେ ଶହ ଶହ ଜିନିଷକୁ ସେ ଫିଲ୍ କରିପାରୁଥିଲେ ବା ଅନୁଭବ କରିପାରୁଥିଲେ। ଏକ୍ଜାମ୍ପଲ୍ ଦେଖିବା। ଆଇ ଫିଲ୍ ଦ ଡେଲିକେଟ୍ ଅଫ୍ ସିମେଟ୍ରି ଅଫ୍ ଏ ଲିଫ୍। ତେଣୁ ପତ୍ରର ସମତାକୁ ସେ ଅନୁଭବ କରିପାରୁଥିଲେ। କିପରି ସେ ପତ୍ରକୁ ସମତା ଅନୁଭବ ଦେଖନ୍ତୁ ଗୋଟେ ଏକ୍ଜାମ୍ପଲ୍। ମନେକର ଏଇ ପତ୍ରଟେ ଏଇ ପତ୍ରରେ ଆମେ ଯଦି ଦୁଇ ଭାଗ କରିଦେବା ଏଇଟାକୁ ଆମେ ସିମେଟ୍ରି ବୋଲି କହିବା। ଦୁଇଟାଙ୍କ ପାଖ ସମାନ ତାକୁ ଆମେ ସିମେଟ୍ରି ବୋଲି କୁହାଯାଏ। ତେଣୁ ସେଟାକୁ ସେ ମଧ୍ୟ ସେ ଅନୁଭବ କରିପାରୁଥିଲେ। ଆଇ ପାସ୍ ମାଇ ହ୍ୟାଣ୍ଡସ୍ ଲଭିଂଲି ଏବାଉଟ୍ ଦ ସ୍ମୁଥ୍ ସ୍କିନ୍ ଅଫ୍ ଏ ସିଲଭର ବିଚ୍ ଦ ରଫ୍ ସ୍ୟାଗି ବାଚ୍ ଅଫ୍ ଏ ପାଇନ୍। ତେଣୁ ସିଲଭର ବିଚ୍ ଆଉ ସ୍ୟାଗି ପାଇନ୍ ଗଛର ଚିତ୍ରଟି ଦେଖିନିଅନ୍ତୁ। ଏଇଟା ତୁମର ସିଲଭର ବିଚ୍ ହେଲା ସ୍ୟାଗି ପାଇନ୍। ତେଣୁ ତାର ଦେଖ ସ୍କିନ୍ଟା କିପରି ସିଲଭର କଲର ଦେଖାଯାଉଛି ତା ସହିତ ସ୍ମୁଥ୍ ଅଛି। ଏଇ ପାଇନ୍ ଗଛର ତାର ଲୋମସ୍ ଟାଇପ୍ରେ କିପରି ତା ପତ୍ର ଗୁଡ଼ିକ ହେଇଛି। ଏଇ ମାଧ୍ୟମରେ ସ୍ପର୍ଶ ମାଧ୍ୟମରେ ସେ ଡିଫରେନ୍ସ କରି ଜାଣିପାରୁଥିଲେ ଯେ ସିଲଭର ବିଚ୍ ଆଉ ହେଉଛି ପାଇନ୍ ଗଛର। ଇନ୍ ସ୍ପ୍ରିଙ୍ଗ ଆଇ ଟଚ୍ ଦ ବ୍ରାଞ୍ଚେସ୍ ଅଫ୍ ଟ୍ରିଜ୍ ହୋପଫୁଲି ଇନ୍ ସର୍ଚ୍ଚ ଅଫ୍ ବର୍ଡ। ଇନ୍ ଦ ସ୍ପ୍ରିଙ୍ଗ ସେ କ'ଣ କରୁଛନ୍ତି ଇନ୍ ସ୍ପ୍ରିଙ୍ଗରେ ବସନ୍ତ ଋତୁରେ କ'ଣ ହେଉଛି ଆଇ ଟଚ୍ ସେ ଟଚ୍ କରୁଛନ୍ତି ସ୍ପର୍ଶ କରୁଛନ୍ତି ବ୍ରାଞ୍ଚେସ୍ ଅଫ୍ ଟ୍ରିଜ୍ ଗଛର ଡାଳକୁ ହୋପଫୁଲି ଗୋଟେ ଆଶାର ସହିତ ଇନ୍ ସର୍ଚ୍ଚ ଅଫ୍ ବର୍ଡ ବର୍ଡ ମାନେ ଫୁଲର କଢ଼କୁ ଖୋଜିବା ପାଇଁ ସେ ସ୍ପର୍ଶ କରୁଛନ୍ତି ଡାଳକୁ। ଦ ଫାଷ୍ଟ ସାଇନ୍ ଅଫ୍ ଏୱେକେନିଂ ଏୱେକେନିଂ ହେଲା ଜାଗ୍ରତ ହେବା ଯାହାକି ସେ ପ୍ରଥମ ଥର ଜାଗ୍ରତ ହୋଇଛି ବା ଫୁଟିଛି। ନେଚର ଆଫ୍ଟର ହାର ୱିଣ୍ଟର୍ସ ସ୍ଲିପ୍ ୱିଣ୍ଟର ସିଜନ୍ ପରେ ନେଚର କ'ଣ ସୁପ୍ତ ଅବସ୍ଥାରେ ଥିଲା। ତେଣୁ ଯେତେବେଳେ ସ୍ପ୍ରିଙ୍ଗ ସିଜନ୍ ଆସିଛି ସବୁ ଗଛରେ ଫୁଲ ହେଇଛି। ତେଣୁ ସେଇ ଆଶାରେ ସେ କ'ଣ କରୁଛନ୍ତି ଡାଳକୁ ସେ ସ୍ପର୍ଶ କରିଛନ୍ତି। କାହାର ସ୍ପର୍ଶ ପାଇବା ପାଇଁ ନା ବର୍ଡର ବା ଫୁଲର କଢ଼ର ସ୍ପର୍ଶ ପାଇବା ପାଇଁ ସେ ହାତକୁ ବୁଲେଇଛନ୍ତି। ଆଇ ଏମ୍ ଭେରି ଫର୍ଚୁନେଟ୍ ଫର୍ଚୁନେଟ୍ ହେଲା ତୁମର ଭାଗ୍ୟବାନ। ସେ କହୁଛନ୍ତି ମୁଁ ବହୁତ ଭାଗ୍ୟବାନ। ଆଇ ପ୍ଲେସ୍ ମାଇ ହ୍ୟାଣ୍ଡ gently on a small tree and feel the happy quiver bird in a full song. quiver ହେଲା କ'ଣ ଶିଭର tremble in the cold and form excitement. ଆଇ ପ୍ଲେସ୍ ମାଇ ହ୍ୟାଣ୍ଡସ୍ ତାଙ୍କର ହାତକୁ କ'ଣ ଛୋଟ ଛୋଟ ଗଛ ଉପରେ ରଖନ୍ତି ଆଣ୍ଡ ଫିଲ୍ ଅନୁଭବ କରନ୍ତି। ହ୍ୟାପି କ୍ୱେଭର ହେଲା କମ୍ପନ ଗୋଟେ କମ୍ପନ ସୃଷ୍ଟି ଦେଖନ୍ତି ଅନୁଭବ କରନ୍ତି। ଅଫ୍ ବାର୍ଡ ଇନ୍ ଫୁଲ୍ ସଙ୍ଗ ପକ୍ଷୀମାନେ ସବୁ ଗୀତ ଗାଉଥିବାର ଗୋଟେ କମ୍ପନ ହୁଏ। ସେ କମ୍ପନକୁ ସେ ଅନୁଭବ ସେ କରନ୍ତି। ଏଟ୍ ଏ ଟାଇମ୍ସ ଏକ ସମୟ ଆସେ ମାଇ ହାର୍ଟ ତାଙ୍କର ହୃଦୟ କ'ଣ ହୁଏ କ୍ରାଏଜ୍ ମାନେ କମ୍ପନ ସୃଷ୍ଟି କରିବା ବା ଚିତ୍କାର କରିବା ୱିଥ୍ ଲଗିଂ ଟୁ ସି ଅଲ୍ ଦିସ୍ ଥିଙ୍ଗସ୍ ସେ ତାଙ୍କର ଇଚ୍ଛା ହୁଏ ସବୁ ଜିନିଷ ଦେଖିବା ପାଇଁ। ଇଫ୍ ଆଇ କ୍ୟାନ୍ ଗେଟ୍ ସୋ ମଚ୍ ପ୍ଲେଜର୍ ଫ୍ରମ୍ ମିୟର ଟଚ୍ ସେ କହୁଛନ୍ତି ତାଙ୍କର କହିବା କଥା କି ଟଚ୍ ମାଧ୍ୟମରେ ମୁଁ ଏତେ ଆନନ୍ଦ ପାଇପାରୁଛି। ହାଉ ମଚ୍ ମୋର୍ ବିୟୁଟି ମଷ୍ଟ ବି ରିଭିଲ୍ଡ ବାଏ ସାଇଟ୍। ରିଭିଲ୍ଡ ପ୍ରକାଶିତ ସାଇଟ୍ ମାନେ ଦୃଷ୍ଟିକୋଣ। ଯଦି ମୁଁ ଦେଖିପାରନ୍ତି ମୁଁ କେତେ କ'ଣ ଅନୁଭବ କରିପାରନ୍ତି କେତେ ଆନନ୍ଦ ଅନୁଭବ କରିପାରନ୍ତି। ନେକ୍ସଟ ଦେଖନ୍ତୁ and I have imagined what I should most like to see if I were given the use of my eyes say for just 3 days.
ଇମାଜିନ୍ ହେଲା ଭାବିଲେ, ଏଣ୍ଡ ଆଇ ହ୍ୟାଭ୍ ଇମାଜିନ୍, ସେ ସେଠି ଇମାଜିନ୍ କରୁଛନ୍ତି। ହ୍ୱାଟ୍ ଆଇ ସୁଡ୍ ମୋଷ୍ଟ ଲାଇକ୍ ଟୁ ସି, ଆଇ ସୁଡ୍ ମୋଷ୍ଟ ଲାଇକ୍ ଟୁ ସି, ମୋତେ ଯଦି ଦେଖିବା ପାଇଁ କୁହାଯାନ୍ତା, ଇଫ୍ ଆଇ ୱାର୍ ଗିଭେନ୍ ଦ ୟୁଜ୍ ଅଫ୍ ମାଇ ଆଇଜ୍, ତାଙ୍କର ଆଖିକୁ ବ୍ୟବହାର କରି ଦେଖିବା ପାଇଁ କୁହାଯାନ୍ତା, ଫର୍ ଦ ଜଷ୍ଟ ଫର୍ 3 days, 3 ଦିନ ପାଇଁ ଦେଖିବାକୁ ତାଙ୍କୁ ଦିଆନ୍ତା। ସେ ଯେଉଁ ଇମାଜିନ୍ କରୁଛୁ, ଯେହେତୁ ସେ ବ୍ଲାଇଣ୍ଡ ଥିଲେ, ସେ କି ଦେଖିପାରୁନଥିଲେ, ସେ ନିଜେ ନିଜେ ଇମାଜିନ୍ କରୁଛନ୍ତି ଯଦି ମୋତେ 3 ଦିନ ଦିଆ ହୁଅନ୍ତା ଦେଖିବା ପାଇଁ, ସେ କ'ଣ କରନ୍ତେ। ଆଇ ସୁଡ୍ ଡିଭାଇଡ୍ ଦ ପିରିୟଡ଼ ଇଣ୍ଟୁ 3 parts, ସେ ପିରିୟଡ଼ଟାକୁ 3ଟା ପାର୍ଟରେ ଡିଭାଇଡ୍ କରନ୍ତେ। ଅନ୍ ଦ ଫାର୍ଷ୍ଟ ଡେ, ପ୍ରଥମ ଦିନ କ'ଣ କରନ୍ତେ ନା, ଆଇ ସୁଡ୍ ୱାଣ୍ଟ ଟୁ ସି ପିପୁଲ୍ ହୁଜ୍ କାଇଣ୍ଡନେସ୍ ଆଣ୍ଡ କମ୍ପାନିଅନସିପ୍ have made my life worth living, worth living। କ'ଣ ଆଇ ସୁଡ୍ ୱାଣ୍ଟ ଟୁ ସି, ସେ କେଉଁ କାହାକୁ ଦେଖିବା ପାଇଁ ସେ ଇଚ୍ଛା ହୁଅନ୍ତା ନା, ଦ ପିପୁଲ୍, କେଉଁ ଲୋକମାନଙ୍କୁ, ହୁଜ୍ କାଇଣ୍ଡନେସ୍, କାଇଣ୍ଡନେସ୍ ମାନେ ଯାହାର ଦୟା, ଆଣ୍ଡ କମ୍ପାନିଅନସିପ୍, କମ୍ପାନିଅନସିପ୍ ମାନେ କ'ଣ, ତୁମ ସହଚର୍ଯ୍ୟା, ମାନେ ଯାହାଙ୍କର ସେ ସାହାଯ୍ୟରେ, ହ୍ୟାଭ୍ ମେଡ୍ ମାଇ ଲାଇଫ୍, ମୋର ଜୀବନ, ଓର୍ଥ ଲିଭିଂ, ଗୋଟେ ମୂଲ୍ୟବାନ ହୋଇପାରିଛି। ଯାହାମାନଙ୍କର, ଯେଉଁମାନଙ୍କର ଦୟା, ଯେଉଁମାନଙ୍କର ସାହାଯ୍ୟ ପାଇଁ ମୁଁ ମୋର ଜୀବନ ଆଜି ମୂଲ୍ୟବାନ ହୋଇପାରିଛି, ସେମାନଙ୍କୁ ମୁଁ ଦେଖିବି। ଡୋଣ୍ଟ ନୋ ହ୍ୱାଟ୍ ଇଟ୍ ଇଜ୍ ଟୁ ସି ଇଣ୍ଟୁ ଦ ହାର୍ଟ ଅଫ୍ ଏ ଫ୍ରେଣ୍ଡ ଥ୍ରୋ ଦ୍ୟାଟ୍ ୱିଣ୍ଡ ଅଫ୍ ଦ ସୋଲ୍, ଦ ଆଇ, ୱିଣ୍ଡ ଅଫ୍ ଦ ସୋଲ୍ର ଆତ୍ମାର ଝରକା। ସେ କ'ଣ କରନ୍ତେ ନା, ଆଇ ଡୋଣ୍ଟ ନୋ, ମୁଁ ଜାଣିନାହିଁ, ହ୍ୱାଟ୍ ଇଜ୍ ଟୁ ସି ଇଣ୍ଟୁ ଦ ହାର୍ଟ ଅଫ୍ ଏ ଫ୍ରେଣ୍ଡ, ତାଙ୍କ ହୃଦୟ, ମାନେ ସାଙ୍ଗମାନଙ୍କର ହୃଦୟରେ ସେ କ'ଣ ଅଛି, ଥ୍ରୋ ଦ୍ୟାଟ୍ ୱିଣ୍ଡ ଅଫ୍ ଦ ସୋଲ୍, ଦ ଆଇ, ସେମାନଙ୍କର ଆତ୍ମାର ଝରକା ଭିତରେ ମୁଁ ତାଙ୍କୁ ଦେଖନ୍ତି। ଆଇ କ୍ୟାନ୍ ଓନ୍ଲି ସି ଥ୍ରୋ ମାଇ ଫିଙ୍ଗର ଟିପ୍ସ ଦ ଆଉଟଲାଇନ୍ ଅଫ୍ ଏ ଫେସ୍, ତାଙ୍କର ଯେଉଁ ଫେସ୍ର ଆଉଟଲାଇନ୍, ଯେଉଁ ଚିତ୍ରରେଖ, କାହା ଦ୍ୱାରା ମୁଁ ଅନୁଭବ କରି, ମାନେ ମୋର ଫିଙ୍ଗର ଟିପ୍ସ ହେଲା ତୁମର ଆଙ୍ଗୁଳିର ଅଗ୍ରଭାଗ, ମୋର ଆଙ୍ଗୁଳିର ଅଗ୍ରଭାଗ ଦ୍ୱାରା ସେମାନଙ୍କର ଫିଙ୍ଗର ଟିପ୍ ମାନେ କ'ଣ, ସେମାନଙ୍କର ଫେସ୍କୁ ମୁଁ ଜାଣିପାରିବି। ଆଇ କ୍ୟାନ୍ ଡିଟେକ୍ଟ ଲାଫର, ସୋରୋ, ଅଦର ଓଭିୟସ୍ ଇମୋସନ୍ସ। ଆଇ ଡିଟେକ୍ଟ ମାନେ ତୁମେ ଚିହ୍ନଟ କରିବା, ଲାଫର ହସ, ସୋରୋ ମାନେ ଦୁଃଖ, ଓଭିୟସ୍ ମାନେ ସ୍ପଷ୍ଟ, ଇମୋସନ୍ ଭାବନା। ସେ କ'ଣ କହୁଛନ୍ତି ନା, ସେ ଚିହ୍ନଟ କରିପାରିବେ ତାଙ୍କର ହଂସ ଧର ସାଙ୍ଗଟି ହସୁଛି, ସବୁ ସମସ୍ତଙ୍କ ସମାନ ହସ କି, ସେ ହଂସ ମାଧ୍ୟମରେ ସେ ଫିଲ୍ କହିପାରନ୍ତି କେଉଁ ସାଙ୍ଗ କିପରି ହସୁଛି, ସେ ହଂସ ମାଧ୍ୟମରେ ସେ ନାଁ ମଧ୍ୟ ଜାଣିପାରନ୍ତି। ସ୍ୱର, କାହାର କ'ଣ ଦୁଃଖ ଅଛି, ଦୁଃଖର ସେୟାର କରିବା ମାଧ୍ୟମରେ ସେ ଜାଣିପାରନ୍ତି। ଏଣ୍ଡ ଓଭିୟସ୍ ଇମୋସନ୍, ଅଦର ଇମୋସନ୍ ଦ୍ୱାରା ସେ ସ୍ପଷ୍ଟ ଇମୋସନ୍ ଦ୍ୱାରା ସେ ସମସ୍ତଙ୍କୁ ସେ ଚିହ୍ନି ପାରିବେ। ଆଇ ନୋ ମାଇ ଫ୍ରେଣ୍ଡସ୍ ଫ୍ରମ୍ ଦ ଫିଲ୍ ଅଫ୍ ଦେୟାର ଫେସେସ୍, ଆଇ ନୋ, ସେମାନେ ଜାଣିପାରନ୍ତି ସେମାନଙ୍କ ସାଙ୍ଗମାନଙ୍କୁ କାହା ଦ୍ୱାରା, ଫ୍ରମ୍ ଦ ଫିଲ୍ ଅଫ୍ ଦେୟାର ଫେସେସ୍, ସେମାନଙ୍କର ଫେସ୍ର, ସେମାନଙ୍କ ମୁହଁର, ତାଙ୍କର ଅନୁଭବକୁ ସେ ଜାଣିପାରନ୍ତି। କିଏ ରାଗର ଅଛି, କିଏ ଖୁସିର ଅଛି, ସେ ବିଷୟରେ ସେ ଠିକ୍ ସେ ଜାଣିପାରିବେ। ହେଲା ତୁମର ପ୍ରଥମ ଦିନ ଘଟଣା। ସେକେଣ୍ଡ ଦିନ ଘଟଣା ଦେଖିବା। ଦ ନେକ୍ସଟ ଡେ ଆଇ ସୁଡ୍ ଏରାଇଜ୍ ୱିଥ୍ ଦ ଡନ୍, ସି ଥ୍ରିଲିଂ ମିରାକିଲ୍ ବାଏ ହୁଇଚ୍ ନାଇଟ୍ ଇଜ୍ ଟ୍ରାନ୍ସଫର୍ଡ ଇଣ୍ଟୁ ଡେ। ନେକ୍ସଟ ଡେ କ'ଣ ଅଛି ନା, ଆଇ ସୁଡ୍ ଏରାଇଜ୍, ସେ ଜାଗ୍ରତ ହେବେ, ଉଠିବେ, ୱିଥ୍ ଡନ୍, ଡନ୍ ମାନେ ହେଲା ତୁମର ପ୍ରଭାତ ବା ଗୋଧୂଳି ସମୟ, ଯେଉଁ ସମୟଟା କି ଆମର ସକାଳେ ହେଇଯାଇଥାଏ କିନ୍ତୁ ସୂର୍ଯ୍ୟ ଉଦୟ ହେଇନଥାଏ, ସେଇ ସମୟଟାକୁ ଆମେ କ'ଣ କହିବା, ଗୋଧୂଳି ସମୟ ବା ପ୍ରଭାତ ସମୟ ବୋଲି କହିବା। ସେ କ'ଣ କହୁଛନ୍ତି, ଆଇ ସୁଡ୍ ଏରାଇଜ୍ ୱିଥ୍ ଡନ୍ ଆଣ୍ଡ ସି ଦ ଥ୍ରିଲିଂ ମିରାକିଲ୍ ବାଏ ହୁଇଚ୍ ନାଇଟ୍ ଇଜ୍ ଟ୍ରାନ୍ସଫର୍ଡ ଇଣ୍ଟୁ ଡେ। ଥ୍ରିଲିଂ ମାନେ କ'ଣ ହେଉଛି, ରୋମାଞ୍ଚକର, ମିରାକିଲ୍ ଏଟା ଚମତ୍କାର, ବାଏ ହୁଇଚ୍ ନାଇଟ୍ ଇଜ୍ ଟ୍ରାନ୍ସଫର୍ଡ ଇଣ୍ଟୁ ଡେ, ସେଇ ରୋମାଞ୍ଚକର ମିରାକିଲ୍କୁ ସେ ଦେଖିପାରିବେ। କ'ଣ ଦେଖିପାରିବେ, କିପରି ନା, ଯାହା ମାଧ୍ୟମରେ ଅନ୍ଧାରଟା ଆଲୋକରେ ପରିଣତ ହେଉଛି, ସେଇ ଜିନିଷକୁ ସେ ଦେଖିବେ। ଆଇ ସୁଡ୍ ବି ହୋଲ୍ଡ ୱିଥ୍ ଆୱେ ଦ ମ୍ୟାଗ୍ନିଫିସେଣ୍ଟ ପାନୋରମା ଅଫ୍ ଲାଇଟ୍ ୱିଥ୍ ହୁଇଚ୍ ଦ ସନ୍ ଆୱେକନ୍ସ ଦ ସ୍ଲିପିଂ ଆର୍ଥ। ବିହୋଲ୍ଡ ମାନେ ସି, ପାନୋରମା ମାନେ ସିନ୍, ଦେଖିବା। ଆଇ ସୁଡ୍ ବିହୋଲ୍ଡ, ଆଉ କ'ଣ ସେ ଦେଖିବେ, ସି କରିବେ, ଆଉ ଏ ଦ ମ୍ୟାଗ୍ନିଫିସେଣ୍ଟ ତୁମର ହେଉଛି ମନୋରମ ଦୃଶ୍ୟ,
ପାନୋରମା ପାନୋରମା ହେଉଛି କ'ଣ ବିସ୍ତୃତ ଦୃଶ୍ୟ ମନୋରମ ବିସ୍ତୃତ ଦୃଶ୍ୟକୁ ସେ ଦେଖିବେ ୱିଥ୍ ହୁଇଚ୍ ଦ ସନ୍ ଆୟକନ୍ ଦ ସ୍ଲିପିଂ ଆର୍ଥ କି ପୃଥିବୀ ସୁପ୍ତ ଅବସ୍ଥାରେ ଥିଲା ତାକୁ ଜାଗ୍ରତ କରିଛି କିଏ କିଏ କରିଛି ସନ୍କୁ ସେ ଦେଖିବେ ଡାଇରେକ୍ଟଲି ଇନଡାଇରେକ୍ଟଲି ସେ କହୁଛନ୍ତି ସନ୍କୁ ଦେଖିବା ପାଇଁ ଦିସ୍ ଡେ ଆଇ ସୁଡ୍ ଡିଭୋଟ୍ ଏ ହାଷ୍ଟି ଗ୍ଲିମ୍ସ ଅଫ୍ ଦ ୱାର୍ଲ୍ଡ ଗ୍ଲିମ୍ସ କ'ଣ ହେଲା ନା ବ୍ରିଫ୍ ଲୁକ୍ ସଂକ୍ଷିପ୍ତ ଦୃଶ୍ୟ କ'ଣ ଦେଖିବେ କାହାର ସଂକ୍ଷିପ୍ତ ଦୃଶ୍ୟ ଦେଖିବେ ନା ୱାର୍ଲ୍ଡରେ ସଂକ୍ଷିପ୍ତ ଦୃଶ୍ୟ ସେ ଦେଖିବେ ଆଣ୍ଡ ପାଷ୍ଟ ଆଣ୍ଡ ପ୍ରେଜେଣ୍ଟ ଅତୀତର କ'ଣ ଥିଲା ଆର୍ଥ ବର୍ତ୍ତମାନ କ'ଣ ଅଛି ଆର୍ଥ ସେଟା ସେ ଦେଖିବେ ସଂକ୍ଷିପ୍ତ ଦୃଶ୍ୟ ସେ ଦେଖିବେ କାହାର ପୃଥିବୀର ଆଇ ସୁଡ୍ ୱାଣ୍ଟ ଟୁ ସି ଦ ପେଜେଣ୍ଟ ଅଫ୍ ମେନ୍ସ ପ୍ରୋଗ୍ରେସ୍ ଆଉ କ'ଣ ଦେଖିବେ ପେଜେଣ୍ଟ ମାନେ କ'ଣ ନା ସମାରୋହ ଡିସପ୍ଲେ ମଣିଷମାନଙ୍କର ପ୍ରୋଗ୍ରେସ୍ ଲୋକମାନଙ୍କର ପ୍ରୋଗ୍ରେସ୍ ତାଙ୍କର ଅଗ୍ରଗତି ସେଟାକୁ ମଧ୍ୟ ସେ ଦେଖିବେ ଆଇ ସୁଡ୍ ଗୋ ଟୁ ଦ ମ୍ୟୁଜିୟମ୍ ଏଇ ସବୁ ଜିନିଷ ଦେଖିବା ପାଇଁ କୋଉଟାକୁ ଯିବେ ନା ମ୍ୟୁଜିୟମ୍ ଯିବେ ସଂଗ୍ରହାଳୟକୁ ଯିବେ ଦେୟାର ମାଇ ଆଇଜ୍ ଉଡ୍ ସି ଦ କଣ୍ଡେନ୍ସ ହିଷ୍ଟ୍ରି ଅଫ୍ ଦ ଆର୍ଥ ଏନିମାଲ ଦେୟାର ମାଇ ଆଇଜ୍ ସେଠାରେ ମୋ ଆଖି କ'ଣ ଦେଖ ଉଡ୍ ସି ଦେଖିବ କଣ୍ଡେନ୍ସ ମାନେ କ'ଣ ହେଉଛି ବ୍ରିଫ୍ ସଂକ୍ଷିପ୍ତ ହିଷ୍ଟ୍ରି ଅଫ୍ ଦ ଆର୍ଥ ପୃଥିବୀର ସଂକ୍ଷିପ୍ତ ଇତିହାସକୁ ସେ ଦେଖିବେ ଦ ରେସେସ୍ ମେନ୍ ପିକ୍ଚର ଦେୟାର ନେଟିଭ୍ ଏନଭାରମେଣ୍ଟ ଆଉ କ'ଣ ଦେଖିବେ ଆଉ ମଣିଷର ଚାରିପାଖରେ ଥିବା କ'ଣ ତା ପରିବେଶରେ ରେସେସ୍ ବା ଜାତି ଗୁଡ଼ିକୁ ଦେଖିବେ ଏକ୍ଜାମ୍ପଲ ଜିଜାଣ୍ଟିକ୍ କାର୍କେସ୍ ଅଫ୍ ଦ ଡାଇନୋସର ମାଷ୍ଟୋଡୋନ୍ସ ଦ୍ୟାଟ୍ ରୋମ୍ଡ ଦ ଆର୍ଥ ବିଫୋର୍ ମେନ୍ ଆପିୟର୍ଡ ଜିଜାଣ୍ଟିକ୍ ମାନେ କ'ଣ ବହୁତ ବଡ଼ କାର୍କେସ୍ ହେଲା ମୃତ ଶରୀର ରିମେନ୍ସ ଦ ବଡି ଅଫ୍ ଦ ଡେଡ୍ ଏନିମାଲ୍ସ ମାଷ୍ଟୋଡୋନ୍ ହେଲା ଏ ଲାର୍ଜ ଏନିମାଲ୍ ସିମିଲାର ଟୁ ଆନ୍ ଏଲିଫେଣ୍ଟ ବଟ୍ ୱିଥ୍ ଫର୍ ହାତୀ ଭଳିଆ ସେ ଜୀବଟି ଦେଖାଯାଏ ଯାହାର କ'ଣ ଫର୍ ଥିବ ବା ପର ଥିବ ଦ ଆର୍ଥ ବିଫୋର୍ ମେନ୍ ଆପିୟର୍ଡ ମଣିଷ ଆସିବା ପୂର୍ବରୁ ସେ ଜୀବ ଗୁଡ଼ିକ ପୃଥିବୀ ପୃଷ୍ଠରେ ଥିଲେ ୱିଥ୍ ହିଜ୍ ଟାଇନି ଷ୍ଟ୍ରକ୍ଚର ସେମାନଙ୍କର ଯେଉଁ ଷ୍ଟ୍ରକ୍ଚର ବା ତାଙ୍କର ଫିଜିକ୍ ମାନେ ବିଲ୍ଡ ବା ଗଠନ ପାୱାରଫୁଲ୍ ବ୍ରେନ୍ ଟୁ କନକ୍ୟୁର ଦ ଏନିମାଲ କିଙ୍ଗଡମ୍ ପାୱାରଫୁଲ୍ ବ୍ରେନ୍ କାହାକୁ କୁହାଯାଇଛି ନା ମେନ୍କୁ କୁହାଯାଇଛି ମଣିଷ ସବୁଠାରୁ ବୁଦ୍ଧିମାନ ପ୍ରାଣୀ ଅଟେ କୋଉଠି ଶିବ ଜଗତରେ ସବୁଠାରୁ ମଣିଷ ହେଉଛି ବୁଦ୍ଧିମାନ ପ୍ରାଣୀ କାହିଁକି ତାର ବୁଦ୍ଧି ବଳରେ ସେ ସବୁ ଜୀବଜନ୍ତୁକୁ ନିଜ ଅକ୍ତିଆର ନେଇଯାଏ ତେଣୁ କନକ୍ୟୁର ଦ ଏନିମାଲ କିଙ୍ଗଡମ୍ ପ୍ରାଣୀ ଜଗତ ଉପରେ ସେ ଜୟଯୁକ୍ତ କରେ ଯେତେ ବଡ଼ ହିଂସ୍ର ଜୀବ ହଉ ସେ ତାକୁ ତା କାବୁରେ ସେ ରଖିପାରେ ଦ ଫଲୋଇଂ ମର୍ଣ୍ଣିଂ ଆଇ ସୁଡ୍ ଏଗେନ୍ ଗ୍ରୀଟ୍ ଦ ଡନ୍ ହେଲେନ୍ କେଲର କ'ଣ କରୁଛନ୍ତି ତା ପରଦିନ ସକାଳୁ ସେ ପୁନଶ୍ଚ ଡନ୍କୁ ପ୍ରଭାତକୁ ବା ଗୋଧୂଳି ସମୟକୁ ଗ୍ରୀଟ୍ ସ୍ୱାଗତ କରିଛନ୍ତି ଆଂସିୟସ୍ ମନର କୌତୂହଳ ରଖିଛନ୍ତି କ'ଣ ଟୁ ଡିସ୍କଭର ନ୍ୟୁ ଡିଲାଇଟ୍ସ ନୂଆ ନୂଆ ଥିଙ୍ଗସ୍ ସବୁ ସେ ଡିସ୍କଭର କରିବେ ଉଦ୍ଭାବନ କରିବେ ଯାହାକି ନ୍ୟୁ ରିଲେସନସିପ୍ ଅଫ୍ ବିୟୁଟି ସୌନ୍ଦର୍ଯ୍ୟ ସହିତ ନୂଆ ସମ୍ପର୍କ ସେ ସୃଷ୍ଟି କରିବେ ଟୁଡେ ଦିସ୍ ଡେ ଥାର୍ଡ ଡେ ଆଜି ହେଉଛି ତୃତୀୟ ଦିନ ଆଇ ସାଲ୍ ସ୍ପେଣ୍ଡ ମୁଁ ମୋର ସ୍ପେଣ୍ଡ ମାନେ କ'ଣ ବିତାଇବି କାହା ସହିତ ନା ଇନ୍ ଦ ୱାର୍କ ଡେ ୱାର୍ଲ୍ଡ କର୍ମମୟ ପୃଥିବୀ ଉପରେ ସେ ତାଙ୍କର ଦିନଟାକୁ ବିତେଇବେ ଏମିଡ୍ ଅଫ୍ ଦ ହଣ୍ଟସ୍ ଅଫ୍ ମେନ୍ ଗୋଇଂ ଆବାଉଟ୍ ଦ ବିଜନେସ୍ ଅଫ୍ ଲାଇଫ୍ ହଣ୍ଟସ୍ ମାନେ କ'ଣ ନା ରେଗୁଲାର ମିଟିଂ ପ୍ଲେସ୍ ଯେଉଁଟାକି ଆମେ ପ୍ରତ୍ୟେକ ଦିନ ଯାଆନ୍ତି ଏକ୍ଜାମ୍ପଲ ମାର୍କେଟ ବା ଜନଗହଳିପୂର୍ଣ୍ଣ ସ୍ଥାନ କୋର୍ଟ ହେଇପାରେ କଚେରୀ ହେଇପାରେ ଏମିତି କୌଣସି ସ୍ଥାନ ହେଇପାରେ ଜନଗହଳିପୂର୍ଣ୍ଣ ସ୍ଥାନ ହୋଇପାରେ ସେ କ'ଣ କହୁଛନ୍ତି ଏମିଡ୍ ଦ ହଣ୍ଟସ୍ ଅଫ୍ ମେନ୍ ଗୋଇଂ ଆବାଉଟ୍ ଦ ବିଜନେସ୍ ଅଫ୍ ଲାଇଫ୍ ସେ ଯେଉଁଠି ଜନଗହଳିପୂର୍ଣ୍ଣ ସ୍ଥାନରେ ରହିକି ସେ ତାଙ୍କର ଦିନଟାକୁ ବିତେଇବେ ଦ ସିଟି ବିକମ୍ସ ମାଇ ଡେଷ୍ଟିନେସନ୍ ତାଙ୍କ ଡେଷ୍ଟିନେସନ୍ କ'ଣ ଥିଲା ଲକ୍ଷ୍ୟସ୍ଥଳ କେଉଁଠି ଥିଲା ନା ହେଉଛି
ସିଟିରେ ସେ ରହିକି ସେ ଦେଖିବେ ଲୋକମାନଙ୍କର କର୍ମମୟ ଜୀବନକୁ ସେ ଅନୁଭବ କରିବେ। ସାଇଡ଼ରେ ଯେଉଁ ୱାର୍ଡ଼ର ଡିଫିକଲ୍ଟ ମିନିଂ ଦିଆହେଇଛି ତାକୁ ପିଲାମାନେ ତ ନୋଟ୍ କରିନେବ। ଫାଷ୍ଟ ଆଇ ଷ୍ଟାଣ୍ଡ ଏଟ୍ ବିଜି କର୍ଣ୍ଣର ମିୟରଲି ଲୁକିଂ ଏଟ୍ ପିପୁଲ୍। ପ୍ରଥମେ କ'ଣ କରିବେ, ସେ ଏକ କର୍ଣ୍ଣରରେ ବିଜି କର୍ଣ୍ଣରରେ ଠିଆ ହେବେ। ଠିଆ ହେଇସାରିଲା ପରେ ମିୟର ମାନେ ଜଷ୍ଟ ଲୁକିଂ ଏଟ୍ ଦ ପିପୁଲ୍, ଲୋକମାନଙ୍କୁ ଖାଲି ସେ ଦେଖିବେ। ଟ୍ରାଇଙ୍ଗ ବାଇ ସାଇଟ୍ ଦେମ୍ ଟୁ ଅଣ୍ଡରଷ୍ଟାଣ୍ଡ ସମଥିଙ୍ଗ ଟୁ ଦେୟାର ଡେଲି ଲାଇଫ୍ସ। କ'ଣ କରିବେ, ପ୍ରଥମେ ଟ୍ରାଇଙ୍ଗ ବାଇ ସାଇଟ୍ ତାଙ୍କ ଦୃଶ୍ୟ ମାଧ୍ୟମରେ ସେ ବୁଝିବାକୁ ଚେଷ୍ଟା କରିବେ ସମଥିଙ୍ଗ ଦେୟାର ଡେଲି ଲାଇଫ୍, ତାଙ୍କର ଦୈନନ୍ଦିନ ଜୀବନର ଆବଶ୍ୟକତାକୁ ବା ଦୈନନ୍ଦିନ ଜୀବନ ବିଷୟରେ ସେ ବୁଝିବେ। ଆଇ ସି ସ୍ମାଇଲ୍, ସେ ତାଙ୍କର ସ୍ମାଇଲ୍କୁ ଦେଖିପାରିବେ। ଆଇ ଆମ୍ ହ୍ୟାପି। ଆଇ ସି ସିରିୟସ୍ ଡିଟରମିନେସନ୍, ସେମାନେ କିଛି ସିରିୟସ୍ କଥାକୁ ସେ କ'ଣ ଲକ୍ଷ୍ୟ କରିପାରିବେ। ଆଇ ଆମ୍ ପ୍ରାଉଡ୍, ସେ ଦେଖିକି କ'ଣ ନିଜକୁ ସେ ଗର୍ବିତ ଅନୁଭବ କରିବେ। ଆଇ ସି ସଫରିଂ, ଆଉ ଯେଉଁମାନେ ସେ ଦୁଃଖରେ ଥିବେ, ମାନେ ସେ ଅସୁବିଧାରେ ଥିବେ, ସେମାନଙ୍କୁ ସେ ଦେଖିବେ। ଆଣ୍ଡ ଆଇ ଏମ୍ କମ୍ପାସନେଟ୍, ଦେଖି କ'ଣ କରିବେ, ତାଙ୍କର ସହାନୁଭୂତି ସେ ପ୍ରଦାନ କରିବେ। ପ୍ରଥମେ କ'ଣ କହିଲେ, ଆଇ ସି ସ୍ମାଇଲ୍, ସ୍ମାଇଲ୍ କରିବା ଦ୍ୱାରା ସେ ଲୋକଟି କ'ଣ ହାପି ଜଣାକୁ ପଡ଼ିବ, ତେଣୁ ସେ ଆଇ ଏମ୍ ହାପି, ଖୁସି ଅଛି ବୋଲି ଜାଣିବେ। ଆଇ ସି ସିରିୟସ୍ ଡିଟରମିନେସନ୍, କୌଣସି କ'ଣ ଦୃଢ଼ ସଂକଳ୍ପ ଜିନିଷକୁ ଦେଖିବେ, ତେଣୁ ଆଇ ଏମ୍ ପ୍ରାଉଡ୍, ତେଣୁ ସେ ସେଠି ଗର୍ବ ଅନୁଭବ କରିବେ। ଦେନ୍ କ'ଣ ଦେଖିବେ, ଆଇ ସି ସଫରିଂ, ଦେଖିବେ କ'ଣ କୌଣସି ଗୋଟେ ଲୋକ ଅସୁବିଧାରେ ପଡ଼ିଛି ବା ଯନ୍ତ୍ରଣା ଭୋଗୁଛି, ତାକୁ ଦେଖିବେ। ଦେନ୍ ଆଇ ଏମ୍ କମ୍ପାସନେଟ୍, ତେଣୁ ସେ ତାଙ୍କର ସହାନୁଭୂତି ସେ ପ୍ରଦାନ କରିବେ। At midnight, permanent night would close in on me again. ଏମିତି 3 ଦିନ ବିତି ଯାଇଛି। ପ୍ରଥମ ଦିନରେ ସେ କହୁଛନ୍ତି ଯେ ତାଙ୍କୁ ଜୀବନକୁ ଏକ ମୂଲ୍ୟବାନ କରିପାରିଛି, ସେମାନଙ୍କୁ ବି ଦେଖିବେ। ସେକେଣ୍ଡ ଦିନରେ ପୃଥିବୀର ରୋମାଞ୍ଚକର ମନୋରମା ଦୃଶ୍ୟକୁ ସେ ଅନୁଭବ କଲେ। ଆଉ ପ୍ରେଜେଣ୍ଟ ପାଷ୍ଟର ଅତୀତକୁ, ମାନେ କ'ଣ ଲୋକମାନଙ୍କର ପ୍ରୋଗ୍ରେସକୁ ବା ପରିବର୍ତ୍ତନକୁ ଦେଖିଲେ। ଥାର୍ଡ଼ ଡେରେ କ'ଣ ଦେଖିଲେ, ଗୋଟେ କ'ଣ ତୃତୀୟ ଦିନରେ ଏକ ଜନଗହଳିପୂର୍ଣ୍ଣ ସ୍ଥାନରେ ରହିକି ଲୋକମାନଙ୍କର ଫିଲିଙ୍ଗସକୁ ଅନୁଭବ କଲେ। ତାପରେ ଆସିଯାଇଛି ମିଡନାଇଟ୍, ଆସିଯାଇଛି ପରମାନେଣ୍ଟ ନାଇଟ୍। ଯେହେତୁ ସେ ବ୍ଲାଇଣ୍ଡ ଥିଲେ, ଆମେ କ'ଣ ଯେଉଁମାନେ ବ୍ଲାଇଣ୍ଡ ଥାନ୍ତି ତାଙ୍କ ସବୁଦିନ ପାଇଁ ରାତି ଥାଏ, ତେଣୁ ତାଙ୍କର ପରମାନେଣ୍ଟ ନାଇଟ୍ ଉଡ୍ କ୍ଲୋଜ୍ ଇନ୍ ଅନ୍ ମି ଆଗେନ୍। ତାପରେ ସେ ତାଙ୍କ ଆଖିକି ସମ୍ପୂର୍ଣ୍ଣ ଭାବରେ ବନ୍ଦ ହେଇଯିବ, ସେ କଥା ସେ କହୁଛନ୍ତି। ନ୍ୟାଚୁରାଲି ଦୋଜ୍ 3 short days I should not have seen all I wanted to see. ନ୍ୟାଚୁରାଲି, ପ୍ରକୃତରେ ତାଙ୍କର ଦୋଜ୍ 3 short days, ଏଇ 3 ଦିନ ମଧ୍ୟରେ ଆଇ ସୁଡ୍ ନଟ୍ ହ୍ୟାଭ୍ ସିନ୍, କିଛି ସେ ଦେଖିପାରିନାହାନ୍ତି। ଆଇ ୱାଣ୍ଟେଡ୍ ଟୁ ସି, ଯାହା ଚାହୁଁଥିଲେ ସେ ସବୁ ଜିନିଷକୁ ଦେଖିହେବନି, କେବେ ବି ସମ୍ଭବ ନୁହେଁ। 3 ଦିନର ସବୁ ଜିନିଷ ଦେଖିବା କେବେ ସମ୍ଭବ ନୁହେଁ। ଓନ୍ଲି ହ୍ୱେନ୍ ଡାର୍କନେସ୍ ହେଡ୍ ଏଗେନ୍, ଫେର କ'ଣ ହେଲା, ତାଙ୍କର ସେ ଡାର୍କନେସ୍ଟି ସେ ଆସିଲା। ଡିସେଣ୍ଡେଡ୍ ଅପନ୍ ମି, ଡିସେଣ୍ଡେଡ୍ ହେଲା ଓହ୍ଲେଇ ଆସିଲା। ସୁଡ୍ ଆଇ ରିଅଲାଇଜ୍ ହାଉ ମଚ୍ ଆଇ ହ୍ୟାଡ୍ ଲେଫ୍ଟ ଅନସିନ୍, ସେ ରିଅଲାଇଜ୍ କରୁଛନ୍ତି, ଅନୁଭବ କରୁଛନ୍ତି କେତେ ଜିନିଷ ମୁଁ ନ ଦେଖିଛି। ଆଇ ହ୍ୟାଡ୍ ଲେଫ୍ଟ ଅନସିନ୍, କେତେ ଜିନିଷ ମୁଁ ନ ଦେଖିକି ରହିଗଲି, ସେ ସେଟା ଅନୁଭବ କରୁଛନ୍ତି, ରିଅଲାଇଜ୍ କରୁଛନ୍ତି। I who am blind can give one hint to those who can see. ସେଠି ସେ କହୁଛନ୍ତି, ଆଇ ହେଲେନ୍ କ୍ଲେୟର ହୁ ଆଇ ଆମ୍ ବ୍ଲାଇଣ୍ଡ, ମୁଁ ଯିଏକି ଅନ୍ଧ ଅଟେ, କ୍ୟାନ୍ ଗିଭ୍ ୱାନ୍ ହିଣ୍ଟ, କିଛି ତୁମକୁ ସୂଚନା ଦେବାର ଅଛି। ଟୁ ଦୋଜ୍ ହୁ କ୍ୟାନ୍ ସି, ଯିଏ ଦେଖିପାରୁଛନ୍ତି ତାଙ୍କୁ ମୋର କିଛି ବାର୍ତ୍ତା ଦେବାର ଅଛି। ୟୁଜ୍ ୟୋର ଆଇଜ୍ ଏଜ୍ ଇଫ୍ ଟୁମୋରୋ ୟୁ ସୁଡ୍ ବି ଷ୍ଟ୍ରାଇକେନ୍ ବ୍ଲାଇଣ୍ଡ। କ'ଣ କହୁଛନ୍ତି, ୟୁଜ୍ ୟୋର ଆଇଜ୍, ତୁମର ଆଖିକି ତୁମେ ୟୁଜ୍ କର, ଯେତେ ପାରୁଛ ତୁମ ଆଖିକି ୟୁଜ୍ କର। ତୁମର, କାହିଁକି ନା ଆସନ୍ତାକାଲି ୟୁ ସୁଡ୍ ବି ଷ୍ଟ୍ରାଇକେନ୍ ବ୍ଲାଇଣ୍ଡ, ଆସନ୍ତାକାଲି ତୁମେ ମେ ବି ଅନ୍ଧ ହେଇଯାଇପାର, ତେଣୁ ତୁମେ
ଯେପର୍ଯ୍ୟନ୍ତ ଅଛ ଭଲରେ ଅଛ ତୁମେ ଆଖିକୁ ତୁମେ ୟୁଜ୍ କର। ଜନ୍ କିଟ୍ସ କହିଛନ୍ତି ଏ ଥିଙ୍ଗସ୍ ଅଫ୍ ବିୟୁଟି ଜୟ ଫର୍ ଏଭର୍। ତେଣୁ ସୌନ୍ଦର୍ଯ୍ୟକୁ ସବୁବେଳେ ତୁମେ ଅନୁଭବ କର। and the same method can be applied to your other sense। ଆଉ ଯେଉଁ ଚାରୋଟି ସେନ୍ସ ରହିଲେ ସେ ଚାରୋଟି ସେନ୍ସକୁ ତୁମେ ଆପ୍ଲାଏ କର, ସେ ଚାରିଟା ସେନ୍ସକୁ ତୁମେ ଭଲ ଭାବରେ ୟୁଜ୍ କର। Hear the music of voice, the song of bird, the might strain of orchestra। ତେଣୁ ସେ ଯେଉଁ ଆମର କାନ ମାଧ୍ୟମରେ ତୁମର ମ୍ୟୁଜିକ୍, ଭଲ ମ୍ୟୁଜିକ୍ ତୁମେ ଶୁଣ, ମ୍ୟୁଜିକ୍ ଭଏସ୍କୁ ଶୁଣ, ସଙ୍ଗ ଅଫ୍ ଦ ବାର୍ଡ଼ ପକ୍ଷୀମାନଙ୍କର ସ୍ୱରକୁ ତୁମେ ଶୁଣ, ମାଇଟ୍ ଷ୍ଟ୍ରେନ୍ ଅଫ୍ ଦ ଅର୍କେଷ୍ଟ୍ରା। ଷ୍ଟ୍ରେନ୍ କ'ଣ ତୁମର ଟୋନ୍ସ, ଅର୍କେଷ୍ଟ୍ରା ଷ୍ଟୋନ୍ ଯେଉଁଟା ଆମର ବାଦ୍ୟଯନ୍ତ୍ର ମେଲୋଡ଼ି ପାର୍ଟି ଏସବୁ ଗୀତକୁ ତୁମେ ଭଲ ଭାବରେ ତୁମେ ଶୁଣ। ଏଜ୍ ଇଫ୍ ୟୁ ଉଡ୍ ବି ଷ୍ଟ୍ରାକ୍ ଆଣ୍ଡ ଡିପ୍ ଟୁମୋରୋ। କହିହେବନି ଆସନ୍ତାକାଲି ମେ ବି ତୁମେ କାଲ ହୋଇଯାଇପାର, ବଧିର ହୋଇଯାଇପାର। ତେଣୁ ତୁମର କାନ ଯେପର୍ଯ୍ୟନ୍ତ ଭଲ ଅଛି ତୁମର ଲାଇଫ୍କୁ ତୁମେ ଏନ୍ଜୟ କର। ଦେନ୍ ଟଚ୍ ଇଚ୍ ଅବଜେକ୍ଟ ଏଜ୍ ଇଫ୍ ଟୁମୋରୋ ୟୋର କ'ଣ ଟାକ୍ଟାଇଲ୍ ସେନ୍ସ ଉଡ୍ ଫେଲ୍। ଟାକ୍ଟାଇଲ୍ ସେନ୍ସ କ'ଣ? ଟାକ୍ଟାଇଲ୍ ହେଲା ସେନ୍ସ ଅଫ୍ ଟଚ୍, ମାନେ ସ୍ପର୍ଶ। ତୁମେ ସ୍ପର୍ଶ ଜାଣିପାରିବନି, ଦିନ ଆସିବ ଆସନ୍ତାକାଲି ମେ ବି ତୁମେ ସ୍ପର୍ଶ କରିପାରିବ ନାହିଁ। ତୁମର ପନ୍ଦା ଅଛି ଭଲ ଅଛି ସେଟାକୁ ତୁମେ ଭଲ ଭାବରେ ଟଚ୍ କର। ସ୍ମେଲ୍ ଦ ପରଫ୍ୟୁମ୍ ଅଫ୍ ଦ ଫ୍ଲାୱାର, ଟେଷ୍ଟ ୱିଥ୍ ରିଲିସ୍ କ'ଣ ଟେଷ୍ଟ ଟଚ୍ ଟଚ୍ ଗଲା। ସ୍ମେଲ୍ ଦ ପରଫ୍ୟୁମ୍ ଅଫ୍ ଫ୍ଲାୱାର୍ସ, ଟେଷ୍ଟ ୱିଥ୍ ରିଲିସ୍ ଇଚ୍ ମୋର୍ସେଲ୍ ଏଜ୍ ଇଫ୍ ଟୁମୋରୋ ୟୁ କୁଡ୍ ନେଭର୍ ସ୍ମେଲ୍ ଆଣ୍ଡ ଟେଷ୍ଟ ଏଗେନ୍। ସେନ୍ସ ହେଲା ଅନୁଭୂତି, ରିଲିସ୍ ଆନନ୍ଦ ସହିତ ଉପଭୋଗ କରିବା, ମୋର୍ସେଲ୍ ଛୋଟ ଛୋଟ ଖାଦ୍ୟ କଣିକା। ସେ କ'ଣ କହୁଛନ୍ତି, ତୁମେ ଏଠି ସ୍ମେଲ୍ ଦ ପରଫ୍ୟୁମ୍ ଅଫ୍ ଦ ଫ୍ଲାୱାର୍ସ, ଫୁଲର ସୁଗନ୍ଧକୁ ତୁମେ ସ୍ମେଲ୍ କର। ଟେଷ୍ଟ ୱିଥ୍ ରିଲିସ୍ ଇଚ୍ ମୋର୍ସେଲ୍, ପ୍ରତ୍ୟେକ ଖାଦ୍ୟ କଣିକାକୁ ତୁମେ ଟେଷ୍ଟ କର। ଏଜ୍ ଇଫ୍ ଟୁମୋରୋ କୁଡ୍ ନେଭର୍ ସ୍ମେଲ୍ ଆଣ୍ଡ ଟେଷ୍ଟ ଏଗେନ୍, ଯାହାକି ଆସନ୍ତାକାଲି ତୁମେ ସ୍ମେଲ୍ କରିପାରିବ ନାହିଁ, ତେଣୁ କୌଣସି ଟେଷ୍ଟ କରିପାରିବ ନାହିଁ। ତେଣୁ ଯେପର୍ଯ୍ୟନ୍ତ ତୁମେ ଭଲରେ ଅଛ ତାକୁ ଆମେ ସ୍ମେଲ୍ କର ଆଉ ଟେଷ୍ଟ କର। ମେକ୍ ଦ ମୋଷ୍ଟ ଅଫ୍ ଏଭ୍ରି ସେନ୍ସ, ଗ୍ଲୋରି ଇନ୍ ଦ ଅଲ୍ ଦ ଫେସିଏଟ୍ସ ଅଫ୍ ପ୍ଲେଜର୍ ଆଣ୍ଡ ବିୟୁଟି। ଫେସିଏଟ୍ସ ମାନେ କ'ଣ? ତୁମର ଆସ୍ପେକ୍ଟ, ଦୃଷ୍ଟିକୋଣ। ମେକ୍ ଦ ମୋଷ୍ଟ ଏଭ୍ରି ସେନ୍ସ, ପ୍ରତ୍ୟେକ ସେନ୍ସ, ଗ୍ଲୋରି ଇନ୍ ଦ ଅଲ୍ ଦ ଫେସିଏଟ୍ସ ଅଫ୍ ଦ ପ୍ଲେଜର୍ ଆଣ୍ଡ ବିୟୁଟି। ସବୁ ଆସ୍ପେକ୍ଟ ଗୁଡ଼ିକ କାମ କ'ଣ ଦେଇଥାଏ? ପ୍ଲେଜର୍ ମାନେ ଆନନ୍ଦ, ଆଉ ବିୟୁଟି ହେଲା ସୌନ୍ଦର୍ଯ୍ୟ ପ୍ରଦାନ କରିଥାଏ। Which the world reveals to you through the several means of contact। ଆମର କ'ଣ several means of contact ମାନେ ଆମର ବିଭିନ୍ନ ସେନ୍ସ ମାଧ୍ୟମରେ ଆମେ ତାକୁ ରିଭିଲ୍ସ କରିପାରିବା, ଆମେ ତାକୁ ଜାଣିପାରିବା। Which nature provides, ଯାହା ଯାହା ନେଚର ପ୍ରୋଭାଇଡ୍ସ କରୁଛି ଆମେ ଯେଉଁ 5 ସେନ୍ସ ମାଧ୍ୟମରେ ତାକୁ ଆମେ ଫିଲ୍ କରିପାରିବା। But of all the senses I am sure that sight must be most delightful one। ଯେତିକି ସେନ୍ସ ଅଛି ସବୁଠାରୁ ବେଷ୍ଟ କେଉଁଟା ନା ହେଲା ସାଇଟ୍। ସାଇଟ୍ ଦୃଶ୍ୟ କେଉଁ ସେନ୍ସ ଅର୍ଗାନ ଆମେ ୟୁଜ୍ କରନ୍ତି ନା ଆଇ। ଆଖି ଅଛି ମାନେ ସବୁ ଜିନିଷକୁ ଆମେ ଦେଖିପାରିବା, ଆଖି ନଥିଲେ ସବୁ ଅନ୍ଧାର। ୱାର୍ଲ୍ଡ ଇଜ୍ ବ୍ଲାଇଣ୍ଡ। ପୃଥିବୀ କ'ଣ ଗୋଟେ ଅନ୍ଧକାର ଅଟେ, ଆମେ ତ କିଛି ଦେଖିପାରିବାନି, ଜାଣିପାରିବାନି। ଆଉ ହେଲେନ୍ କେଲର୍ ମତରେ କ'ଣ ଅଛି ନା ସାଇଟ୍ ହେଲା ସବୁଠାରୁ ଡିଲାଇଟଫୁଲ୍ ୱାନ୍, ଆନନ୍ଦଦାୟକ। ଏଥିମଧ୍ୟରେ ତୁମର ବିଷୟଟି ଆମେ ଭଲ ଭାବରେ ଓଡ଼ିଆରେ ବୁଝିଲେ। ଚାଲନ୍ତୁ ବର୍ତ୍ତମାନ ହେଲେନ୍ କେଲର୍ଙ୍କ ବିଷୟରେ ଟିକେ ଆମେ ଜାଣିନେବା। ହେଲେନ୍ କେଲର୍ ଜନ୍ମ କେବେ ହେଇଥିଲା ନା 1880 ମସିହା ଜୁନ୍ 27 ତାରିଖ ଜନ୍ମ କରିଥିଲେ। ତାଙ୍କର ଡେଥ୍ କେବେ ହେଇଥିଲା? 1968 ମସିହା ଜୁନ୍ 1ରେ ତାଙ୍କର ଡେଥ୍ ହୋଇଥିଲା। ହେଲେନ୍ କେଲର୍ ୱାଜ୍ an American author, activist and lecturer. She was born in Tuscumbia, Alabama, USA. When she was just 19 months, she fell ill with high fever। ଯେତେ ତାଙ୍କୁ 19 ମାସ ହୋଇଥିଲା ସେ ତାଙ୍କୁ ଗୋଟେ ହାଇ ଫିବରରେ ସେ ପୀଡ଼ିତ ହୋଇଥିଲେ। ଆଫ୍ଟର ଦ୍ୟାଟ୍ she lost her sight and hearing। ତାପରେ ସେ ତାଙ୍କର ସେ ଦୃଶ୍ୟ ଆଉ ତାଙ୍କର ଶୁଣିବାକୁ ସେ ହରେଇ ବସିଲେ। ବଟ୍ she did not lose hope। ସେ ଯେତେ ଯାହା ହେଲେ ବି ସେ ତାଙ୍କର ହୋପ୍
ହରେଇ ନଥିଲେ। ୱିଥ୍ ଦ ହେଲ୍ପ ଅଫ୍ ଆର୍ ଟିଚର ଆନି ସୁଲିଭାନା, ଟିଚରଙ୍କ ମାଧ୍ୟମରେ, ସେ ଟିଚର ଥିଲେ କି ଆନି ସୁଲିଭାନାଙ୍କ ମାଧ୍ୟମରେ ସି ଲର୍ନ ଟୁ ରିଡ୍ ରାଇଟ୍ ଆଣ୍ଡ ସ୍ପିକ୍, ସେ ଲେଖା ପଢ଼ା ଆଉ କହିବା ଶିଖିଥିଲେ। ଏଲେନ୍ କେଲର ବିକମ୍ ଦ ଫାଷ୍ଟ ଡିଫ୍ ବ୍ଲାଇଣ୍ଡ ପର୍ସନ୍ ଟୁ ୱାନ୍ ବ୍ୟାଚଲର ଅଫ୍ ଆର୍ଟ୍ସ ଡିଗ୍ରୀ। ବ୍ୟାଚଲର ଅଫ୍ ଆର୍ଟ୍ସ ଡିଗ୍ରୀରେ ସେ ପ୍ରଥମ ଅନ୍ଧ ଭାବରେ ସେ ଡିଗ୍ରୀ ପାଇଥିଲେ। ସି ଦ ଅଥର ଅଫ୍ କ'ଣ 14 ବୁକ୍ସ, 14ଟା ବୁକ୍ ସେ ଅଥର ଥିଲେ, ଇନକ୍ଲୁଡ଼ିଂ ଦ ଅଟୋବାୟୋଗ୍ରାଫି ଅଫ୍ ଦ ଷ୍ଟୋରି ଅଫ୍ ମାଇ ଲାଇଫ୍। ସେ ଗୋଟେ ଅଟୋବାୟୋଗ୍ରାଫି ଲେଖିଥିଲେ, ନିଜ ଉପରେ ଲେଖିଥିଲେ, ନାଁ କ'ଣ ଥିଲା, ଷ୍ଟୋରି ଅଫ୍ ମାଇ ଲାଇଫ୍। ସି ଟ୍ରାଭେଲ୍ ଟୁ ମେନି କଣ୍ଟ୍ରିଜ୍ ଆଣ୍ଡ ୱାର୍କଡ୍ ଫର୍ ଦ ରାଇଟ୍ସ ଅଫ୍ ପିପୁଲ୍ ୱିଥ୍ ଡିଜାବିଲିଟିସ୍। ସେ ଅନେକ ଦେଶକୁ ସେ ଭ୍ରମଣ କରିଛନ୍ତି, ତା ସହିତ ରାଇଟ୍ସ ଅଫ୍ ପିପୁଲ୍ ୱିଥ୍ ଡିଜାବିଲ୍, ଲୋକ କ'ଣ ଦିବ୍ୟାଙ୍ଗ ପାଇଁ ସେ ବହୁତ କାମ କରିଛନ୍ତି। ହେଲେନ୍ କେଲର ଇଜ୍ ଆନ୍ ଇନ୍ସପାଇରେସନ୍ ଟୁ ମିଲିୟନ୍ସ ପିପୁଲ୍ ଆରାଉଣ୍ଡ ଦ ୱାର୍ଲଡ। ସାରା ବିଶ୍ୱ, ତାଙ୍କ ମତରେ ଅଲ୍ ଦ ୱାର୍ଲଡ ଇଜ୍ ଫୁଲ୍ ଅଫ୍ ସଫରିଂ, ଇଟ୍ ଇଜ୍ ଅଲସୋ ଫୁଲ୍ ଅଫ୍ ଓଭରକମ୍ ଇଟ୍। ଯେତେ ସଫରିଂ ହେଲେ ମଧ୍ୟ ତାକୁ ଆମେ ଓଭରକମ୍ କରିପାରିବା। ଏଲୋନ୍ ୱି କ୍ୟାନ୍ ଡୁ ସୋ ଲିଟିଲ୍, ଏକୁଟିଆ ଆମେ କିଛି କମ୍ କରିବା। ଟୁଗେଦର ୱି କ୍ୟାନ୍ ଡୁ ସୋ ମଚ୍, ଯଦି ଆମେ ମିଶିଯିବା, ଏକତ୍ରିତ ହେଇଯିବା, ଆମେ ସବୁ କିଛି କରିପାରିବା। ତ ତେଣୁ କୁହାଯାଇଛି ୟୁନିଟି ଇଜ୍ ଦ ଷ୍ଟ୍ରେଂଥ। ମୋରାଲ, ହ୍ୱାଟ୍ ଇଜ୍ ଦ ମୋରାଲ ମେସେଜ ଅଫ୍ 3 days to see, ଏଇ ଯେଉଁ ଟପିକ୍ରେ ମୋରାଲ ମେସେଜ କ'ଣ ଅଛି ଦେଖିବା। ଭ୍ୟାଲ୍ୟୁ ଅଫ୍ ଦ ଗିଫ୍ଟସ୍ ୟୁ ହ୍ୟାଭ୍ ଆଣ୍ଡ ମେକ୍ ଦ ବେଷ୍ଟ ୟୁଜ୍ ଅଫ୍ ଦେମ୍ ଏଭ୍ରି ଡେ। ତ ଆମେ ଯେଉଁ 5 ସେନ୍ସ ଅର୍ଗାନ ଅଫ୍ ଅଛି, ତାକୁ ଆମେ କ'ଣ ଭଲ ଭାବରେ ୟୁଜ୍ କରିବା। Be thankful for your abilities and opportunities. Enjoy the beauty of nature and the world around you. Never lose hope and even difficult situation. Determination and courage can help overcome the challenges. Use every day wisely because life is precious. ଆଶା କରେ ଏ କ୍ଲାସ୍ଟି ତୁମେ ଭଲ ଭାବରେ ବୁଝିପାରିଥିବ। ଯଦି ତୁମେ ଭଲ ଭାବରେ ବୁଝିପାରିଥିବ, ତୁମ ସାଙ୍ଗମାନଙ୍କ ସହିତ এই କ୍ଲାସ୍ଟିକୁ ସେୟାର କରିବ, ମତାମତ ଦେବ, ଲାଇକ୍ କରିବ ଓ ଶେଷରେ ସବସ୍କ୍ରାଇବ୍ କରିନେବ। ରଖୁଛି, ଜୟ ଜଗନ୍ନାଥ।